ବ୍ୟକ୍ତିଗଣ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଆପଣଙ୍କର ପତନ ଘଟାଇବାକୁ ଚାହୁଁଛନ୍ତି ଏକ ନିର୍ଦ୍ଦିଷ୍ଟ ନାମ ଥିବା ସମ୍ପର୍କୀୟ। ଯଦି ଆପଣ ଆଜି ଏହି ବ୍ୟକ୍ତିଙ୍କୁ ଚିହ୍ନଟ ନ କରନ୍ତି ତେବେ ସେମାନେ ଆପଣଙ୍କର ସମ୍ପୂର୍ଣ୍ଣ ଏପ୍ରିଲ ମାସକୁ ନଷ୍ଟ କରିଦେବେ। 2025 ବର୍ଷ ଆପଣଙ୍କୁ ଆଶା କରିଥିବା ସଫଳତା ଆଣିଦେଇ ନଥିଲା, ତଥାପି ଆଗାମୀ ମାସରେ ଆମର ପୂର୍ଣ୍ଣ ବିଶ୍ୱାସ ଅଛି କାରଣ ଈଶ୍ୱରଙ୍କର ନ୍ୟାୟ ବିଳମ୍ବ ହୋଇପାରେ, ଏହାକୁ କେବେ ବି ଅସ୍ୱୀକାର କରାଯାଇପାରିବ ନାହିଁ। ଏହି ବର୍ଷ ଆମର ଜୀବନକୁ ପ୍ରଚୁର ପରିମାଣରେ ପରିପୂର୍ଣ୍ଣ କରିବ କାରଣ ଆପଣଙ୍କ କୁଣ୍ଡଳୀରେ ଏକ ସର୍ବୋଚ୍ଚ ରାଜଯୋଗ ସୃଷ୍ଟି ହେଉଛି, ବିଶେଷ କରି ସର୍ବୋଚ୍ଚ ରାଜଯୋଗ। ଏହି ସଂଯୋଜନା ଆପଣଙ୍କ କୁଣ୍ଡଳୀରେ ଏକ ଅତ୍ୟନ୍ତ ଲାଭଦାୟକ ପରିସ୍ଥିତି ସୃଷ୍ଟି କରୁଛି। ଗୋଟିଏ ପରେ ଗୋଟିଏ ସମସ୍ତ ବାଧା ଦୂର ହୋଇଯିବ ଏବଂ ଆପଣଙ୍କର ପ୍ରୟାସ ଦ୍ରୁତ ଗତିରେ ଅଗ୍ରତି କରିବ। ଆପଣ କେବେ କଳ୍ପନା କରିଥିବା ଜିନିଷ ଗୁଡିକ ମଧ୍ୟ ସଫଳ ହେବ। ତଥାପି ଆପଣ ଆପଣଙ୍କର ଅତୀତ ଏବଂ ବର୍ତ୍ତମାନର ଅଭିଜ୍ଞତା ଏପରି ହୋଇଛି ଯେ ଆପଣ ଯାହା କରିବାକୁ ମନସ୍ଥ କରିଛନ୍ତି ତାହା କ୍ୱଚିତ ବାସ୍ତବତାରେ ପରିଣତ ହୁଏ। କାରଣ ଆପଣଙ୍କର କିଛି ନକାରାତ୍ମକ ଅଭ୍ୟାସ ଅଛି। ଭୁଲ ଲୋକଙ୍କ ଉପରେ ବିଶ୍ୱାସ କରିବାର ପ୍ରବୃତ୍ତି, ଦେଖାଣିଆ କରିବାର ଅଭ୍ୟାସ ଏବଂ ଆପଣଙ୍କର ଯୋଜନା ଗୁଡିକ ସମ୍ପୂର୍ଣ୍ଣ ହେବା ପୂର୍ବରୁ ସେଗୁଡିକୁ ଅକାଳରେ ପ୍ରଚାର କରିବାର ପ୍ରବୃତ୍ତି। ଆଜିର ଭିଡିଓରେ ଆମେ ଆପଣଙ୍କୁ କିଛି ବ୍ୟକ୍ତି ବିଶେଷଙ୍କ ବିଷୟରେ କହିବୁ ଯେଉଁମାନେ ଆପଣ ନିଜର ବୋଲି ଭାବନ୍ତି, ଯେଉଁମାନେ ଏହି ଏପ୍ରିଲ ମାସରେ ଆପଣଙ୍କ ପାଇଁ ବିପଦ ହେବାକୁ ପ୍ରସ୍ତୁତ। ଯେତେବେଳେ ଆମେ କହୁଛୁ ଯେ ସେମାନେ ଆପଣଙ୍କର ପତନ ଆଣିବାକୁ ଚାହୁଁଛନ୍ତି, ଆମର ଅର୍ଥ ହେଉଛି ସେମାନେ ଆପଣଙ୍କୁ ଆଗକୁ ବଢିବାରୁ ରୋକିବା ପାଇଁ ଦୃଢ ସଂକଳ୍ପବଦ୍ଧ। ସେମାନେ ଆପଣଙ୍କ କାମରେ ବାଧା ସୃଷ୍ଟି କରିବେ ଏବଂ ଆପଣଙ୍କ ବିରୁଦ୍ଧରେ କଳା ଯାଦୁ କିମ୍ବା ଗୁପ୍ତ ଅଭ୍ୟାସ ମଧ୍ୟ କରିପାରନ୍ତି। ଯଦି ଆପଣ ଆଜି ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ନ ଦେଖନ୍ତି ତେବେ ଆପଣ ଏହି ଶୁଭ ରାଜଯୋଗର ଲାଭ ଉଠାଇ ପାରିବେ ନାହିଁ ଏବଂ ଏହା ବଦଳରେ ଆପଣଙ୍କ ଶତ୍ରୁମାନଙ୍କ ଦ୍ୱାରା ବିଛା ଯାଇଥିବା ଫାଶରେ ପଡିଯିବେ। ଗୁରୁଜୀ ପ୍ରତ୍ୟେକ ବିବରଣୀ ଆବଶ୍ୟକୀୟ ସତର୍କତା ଠାରୁ ଆରମ୍ଭ କରି ପ୍ରକାଶିତ ହେବାକୁ ଥିବା ଶୁଭ ଘଟଣା ପର୍ଯ୍ୟନ୍ତ ଗ୍ରହ ପରିବର୍ତ୍ତନ ଉପରେ ଆଧାରିତ ବର୍ଣ୍ଣନା କରିଛନ୍ତି। ଯଦି ଆପଣ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତି ତେବେ ଏହି ଏପ୍ରିଲରେ ଆପଣଙ୍କ ଜୀବନରେ ଏତେ ଧନ ପ୍ରଚୁର ପରିମାଣରେ ପ୍ରବାହିତ ହେବ ଯେ ଆପଣ ସବୁ କିଛି ଗଣନା କରି କ୍ଳାନ୍ତ ହୋଇଯିବେ। ତଥାପି ଯଦି ଆପଣ ଆଜି ଏହି ଭିଡିଓକୁ ଅଣଦେଖା କରିବାକୁ ବାଛନ୍ତି ତେବେ ଆପଣଙ୍କର ଶତ୍ରୁମାନେ ଆପଣଙ୍କ ପାଖରେ ଥିବା ଅଳ୍ପ କିଛି ଜିନିଷ ମଧ୍ୟ ଛଡାଇ ନେବେ। ପ୍ରଥମତଃ, ଯଦି ଆପଣ ବଜରଙ୍ଗବଲୀଙ୍କର ପ୍ରକୃତ ଭକ୍ତ ଦୟାକରି ଭିଡିଓକୁ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ଲେଖନ୍ତୁ। ଏହା କରିବା ଦ୍ୱାରା ବାଲାଜୀ ମହାରାଜଙ୍କର ଦିବ୍ୟ କୃପା ସମଗ୍ର ମାସ ଆପଣଙ୍କ ଉପରେ ରହିବ। ପ୍ରଥମତଃ, ଆମର ଜୀବନ ପ୍ରାୟତଃ ଏପରି ବ୍ୟକ୍ତିମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଯେଉଁମାନେ ଆମ ଉପରେ ବିଶ୍ୱାସର ଭାବନା ସୃଷ୍ଟି କରନ୍ତି, ଯେଉଁମାନଙ୍କ ଉପରେ ଆମେ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିବାକୁ ନିର୍ଭର କରୁ। କେବଳ ପରେ ସେମାନେ ସେହି ବିଶ୍ୱାସକୁ ବିଶ୍ୱାସଘାତ କରନ୍ତି। ସେମାନେ ସେମାନଙ୍କର ପ୍ରତିଶ୍ରୁତି ଭାଙ୍ଗି ଦିଅନ୍ତି। ବାରମ୍ବାର ସେମାନେ ଏକ ନୂତନ କାହାଣୀ ରଚନା କରନ୍ତି। ଯେତେବେଳେ ବି ଅତୀତର ବିଷୟ ଗୁଡିକ ଉଠାଯାଏ ସେମାନେ ଦକ୍ଷତାର ସହିତ ବିଷୟ ପରିବର୍ତ୍ତନ କରନ୍ତି। ଆପଣଙ୍କ ଜୀବନରେ ମଧ୍ୟ ଏପରି ଲୋକ ଅଛନ୍ତି ଯେଉଁମାନଙ୍କର ପ୍ରତିଶ୍ରୁତି ଉପରେ ଆପଣ ଏକ ନିବେଶ କରିଛନ୍ତି, ଏକ ନୂତନ ଉଦ୍ୟମ ଆରମ୍ଭ କରିଛନ୍ତି କିମ୍ବା ସେମାନଙ୍କ ପରାମର୍ଶ ଅନୁସରଣ କରିଛନ୍ତି। ଏପରି ଏକ କାର୍ଯ୍ୟ କରିଛନ୍ତି ଯାହା ପାଇଁ ଆପଣ ଏବେ ଗଭୀର ଭାବରେ ଅନୁତାପ କରିଛନ୍ତି। ବାସ୍ତବରେ ଏହି ଲୋକମାନେ ଆପଣଙ୍କୁ କୌଣସି ନା କୌଣସି ସଠିକ ପରାମର୍ଶ କିମ୍ବା ପ୍ରକୃତ ମାର୍ଗଦର୍ଶନ ପ୍ରଦାନ କରନ୍ତି, ବରଂ ସେମାନେ ଆପଣଙ୍କୁ ଫସାଇବା ପାଇଁ ଯୋଜନା କରି ଆପଣଙ୍କର ଆର୍ଥିକ ଫାଶରେ ପକାଇ ଏବଂ ଆପଣଙ୍କୁ ହତାଶାରେ କାନ୍ଦିବା ଏବଂ ବିଳାପ କରିବାକୁ ଛାଡି ଦିଅନ୍ତି। ସେମାନେ ଆପଣଙ୍କର ଦୁଃଖ ଦେଖି ଅତ୍ୟନ୍ତ ଆନନ୍ଦ ପାଆନ୍ତି। ଏହା ବ୍ୟତୀତ ଆପଣ କହୁଥିବା ଶବ୍ଦ ଗୁଡିକ ବିଷୟରେ ତୃତୀୟ ପକ୍ଷ କିମ୍ବା ଅନ୍ୟ କାହାକୁ ନିର୍ଦ୍ଦେଶିତ ହେଉ କିଛି ବ୍ୟକ୍ତି ଗୁଜବ ପ୍ରଚାରକ ଭାବରେ କାର୍ଯ୍ୟ କରନ୍ତି
अर्थात आपण काहा विषय जहा कहिसंती ताहा सेमाने नियंती एवं ताहा प्रकाश करिबा पई सीधा सड़क सेही व्यक्तिଙ୍କ पाखकु जांती। एपरि गुजब प्रचारक जो माने गोटिए स्थानरु अन्य स्थानकु कहानी बहन करंती सेमाने हुए तो आपणको जीवन रे मध्य अछंती। गुरुजी आपणको एप्रिल मासरे एपरि लोकंको ठारु दूरे रहिबाकु परामर्श देउछंती कारण सेमाने घासरे थिबा सर्प परी एक विषाक्त सर्प जहाँ आपणଙ୍କ पाखरे सब बेले लुचि रही थाए। जदिओ आपण एथिरे आपणଙ୍କର विश्वास रखंती ଏହା ଯେକୌଣସି ମୁହୂର୍ତ୍ତରେ ଆପଣଙ୍କୁ ଆଘାତ କରିପାରେ। ତେଣୁ ଅନ୍ୟମାନଙ୍କ ବିଷୟରେ ଖରାପ କଥା କହିବା କିମ୍ବା କାହା ଆଗରେ ସେମାନଙ୍କର ବ୍ୟକ୍ତିଗତ ବିଷୟ ଆଲୋଚନା କରିବାରୁ ନିବୃତ୍ତ ରୁହନ୍ତୁ କାରଣ ଯେକୌଣସି ପରିଚିତ ବ୍ୟକ୍ତି ଆପଣଙ୍କର ବିଶ୍ୱାସକୁ ବିଶ୍ୱାସଘାତ କରିବାକୁ ସକ୍ଷମ ହୋଇପାରନ୍ତି। ଏହା ସହିତ ଏପରି କିଛି ଲୋକ ମଧ୍ୟ ରହିବେ ଯେଉଁମାନେ କେବଳ ବ୍ୟକ୍ତିଗତ ଲାଭ ପାଇଁ ଆପଣଙ୍କ ସହିତ ଘନିଷ୍ଠତା ବୃଦ୍ଧି କରିବାକୁ ଚେଷ୍ଟା କରନ୍ତି। ଅନ୍ୟ ଶବ୍ଦରେ ଏହି ଏପ୍ରିଲ ମାସରେ ଯଦି ସେମାନଙ୍କୁ ତୁମର ସାହାଯ୍ୟର ଆବଶ୍ୟକତା ପଡିଥାଏ ତେବେ ସେମାନେ ତୁମ ଚାରି ପାଖରେ ନିରନ୍ତର ଘୁରି ବୁଲନ୍ତି ତୁମକୁ କଥାବାର୍ତ୍ତାରେ ନିୟୋଜିତ କରି ପ୍ରତ୍ୟେକ ସମୟରେ ସେମାନଙ୍କର ଘଟଣା ବିଷୟରେ ସମ୍ପୂର୍ଣ୍ଣ ଅବଗତ କରାଇବେ। ତଥାପି ସେମାନଙ୍କର ଉଦ୍ଦେଶ୍ୟ ହାସଲ ହେବା ମାତ୍ରେ ସେହି ମାସ ମଧ୍ୟରେ କୌଣସି ସମୟରେ ସେମାନେ ପତଳା ବାୟୁରେ ଉଭାନ ହୋଇଯିବେ ତୁମକୁ ପରିତ୍ୟାଗ କରି ତୁମ ଜୀବନକୁ ଅସମ୍ପୂର୍ଣ୍ଣ ମନେ କରିବେ। ଏପରି ବ୍ୟକ୍ତିମାନଙ୍କ ଠାରୁ ସତର୍କ ରୁହ ଯେଉଁମାନେ କେବଳ ସ୍ୱାର୍ଥ ଦ୍ୱାରା ପରିଚାଳିତ ଏବଂ ନିଜ ସ୍ୱାର୍ଥ ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟ ପାଇଁ ତୁମ ସହିତ ସମ୍ପର୍କ ସ୍ଥାପନ କରନ୍ତି ନାହିଁ। ତୁମ ଜୀବନରେ ସମସ୍ତଙ୍କ ପାଇଁ ପ୍ରଚୁର ସ୍ଥାନ ଅଛି କାରଣ ତୁମେ ଜଣେ ପବିତ୍ର ହୃଦୟର ବ୍ୟକ୍ତି। ତୁମର ଗଭୀର ଇଚ୍ଛା ହେଉଛି ଯଥାସମ୍ଭବ ଅନ୍ୟମାନଙ୍କୁ ସାହାଯ୍ୟ କରିବା ତଥାପି ସମସ୍ତେ ତୁମର ସୁବିଧା ନେଉଥିବା ପରି ମନେ ହୁଏ। ସେମାନେ ତୁମର ମାର୍ଗଦର୍ଶନ ଏବଂ ଜ୍ଞାନ ଖୋଜନ୍ତି କେବଳ ପରେ ବୁଲି ପଡ଼ି ତୁମକୁ ଅପମାନିତ କରିବା ପାଇଁ। ପ୍ରକୃତରେ ଏପରି ଲୋକ ତୁମ ଜୀବନରେ ଉପସ୍ଥିତ ଅଛନ୍ତି ତୁମକୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡିବ ନଚେତ୍ ଏହି ଏପ୍ରିଲ ମାସରେ ସେମାନେ ତୁମକୁ ଏକ ଗମ୍ଭୀର ଗୁପ୍ତ ରୀତି କିମ୍ବା ଷଡ଼ଯନ୍ତ୍ରରେ ଫସାଇ ପାରନ୍ତି। ଭିଡିଓରେ ଆହୁରି ଗୁରୁଜୀ ନିର୍ଦ୍ଦିଷ୍ଟ ଭାବରେ ଏପରି 3 ଜଣଙ୍କ ନାମ ଦେଇଛନ୍ତି ଯଦି ଆପଣ ଏପ୍ରିଲ ମାସ ସାରା ଏହି 3 ଜଣଙ୍କ ଠାରୁ ନିରାପଦ ଦୂରତା ବଜାୟ ରଖନ୍ତି ତେବେ ନିଶ୍ଚିତ ହୁଅନ୍ତୁ ଯେ ପ୍ରତ୍ୟେକ ସମ୍ଭାବ୍ୟ ବିପଦ ନିରପେକ୍ଷ ହୋଇଯିବ ଏବଂ ଆପଣଙ୍କର ଆଗାମୀ ସମୟ ଅତ୍ୟନ୍ତ ସୁଖଦ ଏବଂ ଆନନ୍ଦଦାୟକ ହୋଇଯିବ। ଏହା ମନେ ରଖନ୍ତୁ ଆପଣଙ୍କୁ ସେହି ବ୍ୟକ୍ତିମାନଙ୍କ ଠାରୁ ଦୂରେଇ ରହିବାକୁ ପଡିବ ଯେଉଁମାନେ ବାରମ୍ବାର ଆପଣଙ୍କୁ ଭାବପ୍ରବଣ ଭାବରେ ପରିଚାଳନା କରିବାକୁ କିମ୍ବା ଦୁର୍ବଳ କରିବାକୁ ଚେଷ୍ଟା କରନ୍ତି। ଆପଣ ଆପଣଙ୍କର ନିକଟବର୍ତ୍ତୀ ମଣ୍ଡଳୀରେ ଏପରି ଲୋକଙ୍କୁ ପାଇପାରନ୍ତି ଯେଉଁମାନେ ଆପଣଙ୍କୁ ସବୁବେଳେ ଦାବି କରି ହଇରାଣ କରନ୍ତି ଜିଦ୍ ଧରି କୁହନ୍ତି ଯଦି ଆପଣ ପ୍ରକୃତରେ ଆମକୁ ନିଜର ବୋଲି ବିବେଚନା କରନ୍ତି ତେବେ ଆମ ପାଇଁ ଏହା ପ୍ରମାଣ ଦେଖାନ୍ତୁ କିମ୍ବା ଯଦି ଆପଣ ପ୍ରକୃତରେ ପରିବାର ତେବେ ଆମ ପାଇଁ ତାହା କରନ୍ତୁ। ସେମାନେ ଟଙ୍କା ଦାବି କରିପାରନ୍ତି କିମ୍ବା ସେମାନଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବା ପାଇଁ ଆପଣଙ୍କ ଉପରେ ଚାପ ପକାଇ ପାରନ୍ତି। ଯଦି ଆପଣଙ୍କର କୌଣସି ସମ୍ପର୍କୀୟ ବାରବାର ଏପରି ବକ୍ତବ୍ୟ ଦେଉଛନ୍ତି ତେବେ ଆପଣଙ୍କୁ ସେମାନଙ୍କ ଠାରୁ ଦୂରତା ବଜାୟ ରଖିବାକୁ ପଡିବ। ଆପଣ କେତେ ସମୟ ପାଇଁ ଏହି ଭାବନା ଜଲରେ ଫସି ରହିବେ ଭୁଲରେ ସେମାନଙ୍କୁ ନିଜର ବୋଲି ଭାବିବା ଆତ୍ମୀୟତାର ଦାୟିତ୍ୱ ପୂରଣ କରିବେ ଏବଂ ଏହା ଦ୍ୱାରା ଆପଣଙ୍କର ନିଜର ପତନ ଘଟାଇବେ। ଗୁରୁଜୀ ଆପଣଙ୍କୁ ଏପ୍ରିଲ ମାସରେ ଏପରି ବିଷୟ ଏବଂ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ଛିନ୍ନ କରିବାକୁ ପରାମର୍ଶ ଦେଉଛନ୍ତି ନଚେତ ଆପଣ ଗଭୀର ଏବଂ ସ୍ଥାୟୀ ଅନୁତାପର ସମ୍ମୁଖୀନ ହୋଇପାରନ୍ତି। ଏହା ବ୍ୟତୀତ ଆପଣଙ୍କ ପାଖରେ କାର୍ଯ୍ୟ କରିବାର ସୁଯୋଗ ଅଛି ଶୀଘ୍ର କାର୍ଯ୍ୟ କରନ୍ତୁ ନାହିଁ ଆବେଗପୂର୍ଣ୍ଣ ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ ଏବଂ ଯେକୌଣସି ପରିସ୍ଥିତିରେ ନିଜକୁ ପଚାରିବା ପାଇଁ ସମୟ ବାହାର କରନ୍ତୁ ଯେଉଁମାନଙ୍କ ଉପରେ ମୁଁ ବିଶ୍ୱାସ କରୁଛି ସେମାନେ କଣ ପ୍ରକୃତରେ ସେହି ବିଶ୍ୱାସର ଯୋଗ୍ୟ ନା ମୁଁ ଏକ ବଡ଼ ଭୁଲ କରିବାକୁ ଯାଉଛି। ଏହା ସମ୍ଭବ ଯେ ଗୁରୁଜୀଙ୍କ ଏହି ଭିଡିଓଟି ଆପଣଙ୍କ ଜୀବନର ଏକ ଭୟଙ୍କର ଦୁର୍ଭାଗ୍ୟରୁ ଆପଣଙ୍କୁ ରକ୍ଷା କରିପାରିବ କିମ୍ବା ଆଉ ଏକ ମାସକୁ ସମ୍ପୂର୍ଣ୍ଣ ନଷ୍ଟ ନ ହେବାରୁ ରୋକିପାରିବ। ଏପରି ଏକ ଭାଗ୍ୟରୁ ଆପଣଙ୍କୁ ରକ୍ଷା କରନ୍ତୁ।
ତୁମେ ସେହି ବ୍ୟକ୍ତିଙ୍କୁ ମଧ୍ୟସ୍ଥିଙ୍କ ମାଧ୍ୟମରେ କୌଣସି ବାର୍ତ୍ତା ଦେବା ଉଚିତ ନୁହେଁ। ତୁମେ ସର୍ବଦା କାହା ସହିତ ସିଧାସଳଖ ଯୋଗାଯୋଗ କରିବା ଉଚିତ। ତୁମର ମନରେ ଯାହା ଅଛି, ଭଲ ହେଉ କିମ୍ବା ଖରାପ, ତାହା ବ୍ୟକ୍ତିଗତ ଭାବରେ ପ୍ରକାଶ କରିବା ଉଚିତ। ନଚେତ ଅନ୍ୟମାନେ ତୁମର କଥାକୁ ବିକୃତ ଏବଂ ପରିଚାଳନା କରିପାରନ୍ତି, ଯାହା ସେହି ବ୍ୟକ୍ତି କିମ୍ବା ମହିଳାଙ୍କ ସହିତ ତୁମ ସମ୍ପର୍କରେ ଆହୁରି ବାଧା ସୃଷ୍ଟି କରିପାରେ। ଏହି ଏପ୍ରିଲ ମାସରେ ସତର୍କ ରୁହ ଏବଂ ଚାଟୁକାରର ଫାଶରେ ପଡ଼ିବା ଠାରୁ ଏଡାଇ ରୁହ। ବିଶେଷ କରି ଯେଉଁମାନେ ତୁମ ପଛରେ ତୁମ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବା ସମୟରେ ନିରନ୍ତର ଅସାଧୁ ପ୍ରଶଂସା କରନ୍ତି। ଏହା ମନେ ରଖନ୍ତୁ, ଜଣେ ପ୍ରକୃତ ବ୍ୟକ୍ତି, ଜଣେ ଭଲ ସମ୍ପର୍କୀୟ ହେଉ କିମ୍ବା ଜଣେ ପ୍ରକୃତ ବନ୍ଧୁ, କେବେ ବି ଅଯଥାରେ ତୁମକୁ ପଦାରେ ପକାଇବେ ନାହିଁ କିମ୍ବା ଭିତ୍ତିହୀନ ପ୍ରଶଂସାରେ ବୃଷ୍ଟି କରିବେ ନାହିଁ। ଯଦି ତୁମେ ଭୁଲ କର, ସେମାନେ ତୁରନ୍ତ ତୁମକୁ ସଂଶୋଧନ କରିବେ। ତଥାପି ବିଶ୍ୱାସଘାତକତା ମାନେ ତୁମର ଭୁଲ ଥିଲା ବେଳେ ମଧ୍ୟ ତୁମର କାର୍ଯ୍ୟକୁ ପ୍ରଶଂସା କରିବେ। ଏହା ହିଁ ସେମାନଙ୍କୁ ଚିହ୍ନଟ କରିବାର ସବୁଠାରୁ ସରଳ ଉପାୟ। ଏହା ବ୍ୟତୀତ ତୁମର ପୁରୁଣା ଶତ୍ରୁମାନଙ୍କ ବିଷୟରେ, ଯଦି କେହି ତୁମକୁ ସମ୍ପତ୍ତି ବିବାଦରେ ଠକିଛି, ତୁମର ପିଲାଦିନେ ତୁମକୁ ବିଶ୍ୱାସଘାତ କରିଛି, ତୁମ ବିରୁଦ୍ଧରେ ପ୍ରତାରଣାମୂଳକ କାର୍ଯ୍ୟରେ ଲିପ୍ତ ଅଛି କିମ୍ବା ତୁମକୁ ଆର୍ଥିକ ସଙ୍କଟ ସୃଷ୍ଟି କରିଛି, ତୁମେ ପୁଣି ଥରେ ରାସ୍ତା କାଟିଲେ ସେମାନଙ୍କୁ କ୍ଷମା କରିବାର ଭୁଲ କର ନାହିଁ। ତୁମେ ପ୍ରାୟତଃ କହୁଛ ଯେ ଅତୀତର ଘଟଣାଗୁଡ଼ିକୁ ଭୁଲିଯିବା ଉଚିତ। ତଥାପି ଯେଉଁ ବ୍ୟକ୍ତି ଥରେ ତୁମକୁ ବିଶ୍ୱାସଘାତକତା କରିଛି, ସେ ପୁନର୍ବାର ତୁମ ସହିତ ବିଶ୍ୱାସଘାତକତା କରିପାରେ। ତୁମେ କେବଳ ଏହି ସତ୍ୟକୁ ମନେ ରଖିବା ଉଚିତ। ଗୋଟିଏ ଲିମ୍ବ ଗଛ ମୂଳରେ କେବେ ବି କ୍ଷୀର ଢାଳିବା ଦ୍ୱାରା ତାହା ମିଠା ହୋଇଯିବ ନାହିଁ। ଏହାକୁ ପରିବର୍ତ୍ତନ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଏହା ସର୍ବଦା ତିକ୍ତ ରହିଥାଏ। ତେଣୁ ଯିଏ ତୁମକୁ ପୂର୍ବରୁ ଠକିଛି, ତାଙ୍କ ଉପରେ ପୁଣି ଥରେ ବିଶ୍ୱାସ କରିବାର ଭୁଲ କର ନାହିଁ। ନଚେତ ତୁମେ ଗଭୀର ଅନୁତାପର ସମ୍ମୁଖୀନ ହେବ ଏବଂ ପରେ ତୁମେ ଗୁରୁଜୀଙ୍କ କଥା ମନେ ପକାଇବ। ଗୁରୁଜୀ ଆପଣଙ୍କୁ 2 ଜଣ ପୁରୁଷ ଏବଂ ଜଣେ ମହିଳାଙ୍କ ନାମ ପ୍ରକାଶ କରିବାକୁ ଚାହାନ୍ତି। ଏହା ବହୁତ ଧ୍ୟାନର ସହିତ ଶୁଣ। ତାଲିକାରେ ପ୍ରଥମେ ଜଣେ ନିକଟ ସମ୍ପର୍କୀୟ ଅଛନ୍ତି, ଯାହାକୁ ଆପଣ ବାରମ୍ବାର ସାହାଯ୍ୟ କରିଛନ୍ତି। ରାତିର ଅନ୍ଧାରରେ ସେମାନଙ୍କୁ କିଛି ଆବଶ୍ୟକ ପଡ଼ିଲେ ମଧ୍ୟ ଆପଣ ସେମାନଙ୍କ ପାଇଁ ସେଠାରେ ରହିଛନ୍ତି। ଯେତେବେଳେ ବି ସେମାନଙ୍କ ପରିବାରରେ ଜଟିଳତା ଦେଖାଦେଲା, ଆପଣ ସେଗୁଡ଼ିକୁ ସମାଧାନ କଲେ, ମଧ୍ୟସ୍ଥି ଭାବରେ କାର୍ଯ୍ୟ କରି ନିରନ୍ତର ଭାବରେ ସେମାନଙ୍କ ପରିବାରକୁ ଭାଙ୍ଗିବାରୁ ରକ୍ଷା କଲେ। ତଥାପି ଏହି ବ୍ୟକ୍ତି, ଯାହାର ନାମ ପି ଅକ୍ଷରରୁ ଆରମ୍ଭ ହୁଏ, ସେ ବର୍ତ୍ତମାନ ତୁମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରୁଛି। ଏହି ବ୍ୟକ୍ତି ଯେକୌଣସି ମୂଲ୍ୟରେ ତୁମକୁ ନଷ୍ଟ କରିବାକୁ ସ୍ଥିର କରିଛି, ସ୍ୱାର୍ଥପର ଏବଂ କେବଳ ନିଜର ଉନ୍ନତି ଉପରେ ଧ୍ୟାନ ଦେବା ହେତୁ। ସେମାନଙ୍କର ମନ ଛଳନାରେ ପରିପୂର୍ଣ୍ଣ। ଏହି ପି ବ୍ୟକ୍ତି ନିକଟ ଭବିଷ୍ୟତରେ ତୁମକୁ ଗଭୀର ଭାବରେ ବିଶ୍ୱାସଘାତକତା କରିବାକୁ ପ୍ରସ୍ତୁତ। ବିଶେଷ କରି ସେମାନେ ଆର୍ଥିକ ପ୍ରସଙ୍ଗରେ ଏକ ଗୁରୁତର ବିଶ୍ୱାସଘାତକତା କରିପାରନ୍ତି। ସେମାନେ ତୁମ ବିଷୟରେ ଗୁଜବ ମଧ୍ୟ ପ୍ରଚାର କରିପାରନ୍ତି, ଯାହାଦ୍ୱାରା ସମାଜ ମଧ୍ୟରେ ତୁମର ପ୍ରତିଷ୍ଠା ନଷ୍ଟ ହୋଇପାରେ। ତେଣୁ ଗୁରୁଜୀ ତୁମକୁ ପରାମର୍ଶ ଦିଅନ୍ତି ଯେ ଯାହାର ନାମ ପି ଅକ୍ଷରରୁ ଆରମ୍ଭ ହୁଏ, ସେମାନଙ୍କ ପ୍ରତି ଅତ୍ୟନ୍ତ ସତର୍କ ରୁହ, ନଚେତ ତୁମେ ଏକ ବଡ଼ ଆଘାତ ଭୋଗିବାକୁ ବାଧ୍ୟ। ପରବର୍ତ୍ତୀ ସମୟରେ ଗୁରୁଜୀ ତୁମର ଦୃଷ୍ଟି ଆକର୍ଷଣ କରିବାକୁ ଚାହାନ୍ତି। ଦେଖ, ଜଣେ ପ୍ରାୟତଃ ମହିଳାମାନଙ୍କ ପ୍ରତି ସନ୍ଦେହ ରଖିବାକୁ କୁଣ୍ଠାବୋଧ କରେ। ସେମାନଙ୍କର ନିର୍ଦ୍ଦୋଷ ଆଚରଣ ଏବଂ ସେମାନଙ୍କ କଥାବାର୍ତ୍ତାରେ ମୋହିତ ହୋଇ ତୁମେ ପ୍ରାୟତଃ ତୁମର ସତର୍କତାକୁ ହତାଶ କର। ବିଶ୍ୱାସ କର ଯେ ସେମାନେ ପ୍ରକୃତରେ ତୁମର ମଙ୍ଗଳ ଚାହୁଁଛନ୍ତି। ଏହି ବ୍ୟକ୍ତି ତୁମର ପଡ଼ୋଶୀ, ତୁମର ନିଜ ପରିବାରର ନିକଟ ସମ୍ପର୍କୀୟ, ଜଣେ ସହକର୍ମୀ କିମ୍ବା ଜଣେ ପୁରୁଣା ବନ୍ଧୁ ମଧ୍ୟ ହୋଇପାରେ। ତଥାପି ଯେତେବେଳେ ଭାଗ୍ୟର ଚାକ ଘୁରେ, ସେତେବେଳେ ଆମର ନିକଟତମ ଲୋକମାନେ ମଧ୍ୟ ଆମର ଶତ୍ରୁ ହୋଇପାରନ୍ତି। ତେଣୁ ଯେକୌଣସି ମହିଳାଙ୍କ ପ୍ରତି ସତର୍କ ରୁହନ୍ତୁ, ଯାହାଙ୍କ ନାମ ଇଂରାଜୀ ଅକ୍ଷର ଏମ୍ ରୁ ଆରମ୍ଭ ହୁଏ। ସେ ଯିଏ ବି ହୁଅନ୍ତୁ, ପରିବାରର ସଦସ୍ୟ ହୁଅନ୍ତୁ କିମ୍ବା ବାହାରର, ଯଦି ତାଙ୍କର ନାମ ଏମ୍ ରୁ ଆରମ୍ଭ ହୁଏ, ତେବେ ତାଙ୍କ ସହିତ ଆପଣଙ୍କର ସମ୍ପର୍କରେ ଶୀଘ୍ର ଫାଟ ସୃଷ୍ଟି ହେବାର ସମ୍ଭାବନା ଥାଏ। ଏପରି ପରିସ୍ଥିତି ସୃଷ୍ଟି ହେବ ଯେଉଁଠାରେ ଆପଣଙ୍କୁ ନିରନ୍ତର ନିଜକୁ ନ୍ୟାୟ ଦେବାକୁ ବାଧ୍ୟ କରାଯିବ। ଆପଣଙ୍କୁ ବାରମ୍ବାର ତାଙ୍କ ନିକଟରେ ନତ ହେବାକୁ ପଡ଼ିବ, ପରିସ୍ଥିତିକୁ ବାରମ୍ବାର ସହ୍ୟ କରିବାକୁ ପଡ଼ିବ। ଏପରି କରିବା ଦ୍ୱାରା ଆପଣ କେବଳ ନିଜର କ୍ଷତି କରିବେ।
କାରଣ ଏହି ପରିସ୍ଥିତି ଶେଷରେ ଆପଣଙ୍କ ବିରୁଦ୍ଧରେ ବହୁତ ଗମ୍ଭୀର ଅଭିଯୋଗରେ ପରିଣତ ହୋଇପାରେ। ତେଣୁ ଏମ୍ରୁ ଆରମ୍ଭ ହେଉଥିବା ଯେକୌଣସି ମହିଳାଙ୍କ ପ୍ରତି ଅତ୍ୟନ୍ତ ସତର୍କତା ଅବଲମ୍ବନ କରନ୍ତୁ। ଏହା ଆପଣଙ୍କୁ ଗୁରୁଜୀଙ୍କର ଆନ୍ତରିକ ପରାମର୍ଶ। ଏହାକୁ ଧ୍ୟାନ ଦିଅନ୍ତୁ, ନଚେତ୍ ଭବିଷ୍ୟତରେ ଆପଣ ଗଭୀର ଅନୁତାପର ସମ୍ମୁଖୀନ ହେବେ। ତୃତୀୟ, ମୁଁ ଜଣେ ନିକଟତମ ବନ୍ଧୁଙ୍କ ନାମ ଉଲ୍ଲେଖ କରିବାକୁ ଚାହେଁ। ଏହି ନିକଟତମ ବନ୍ଧୁ ଆପଣଙ୍କର ବିଜୟକୁ ନିଜ ପରାଜୟ ଭାବରେ ଦେଖେ। ସମୟ ସହିତ ସେମାନଙ୍କ ହୃଦୟରେ ଆପଣଙ୍କ ପ୍ରତି ଘୃଣା ସୃଷ୍ଟି ହୋଇଛି ଏବଂ ସେମାନଙ୍କ ନାମ ଇଂରାଜୀ ଅକ୍ଷର ଜେରୁ ଆରମ୍ଭ ହୁଏ। ଯଦି ଏହି ନାମରେ ଆପଣଙ୍କର ସ୍କୁଲର କୌଣସି ସହପାଠୀ, କଲେଜର ସହପାଠୀ କିମ୍ବା ପଡୋଶୀରେ ଆପଣଙ୍କର ବନ୍ଧୁ ହୋଇଥିବା ବ୍ୟକ୍ତି, ସତର୍କତା ଆବଶ୍ୟକ କରେ। ଏହି ବ୍ୟକ୍ତିଙ୍କ ଠାରୁ ନିରାପଦ ଦୂରତା ବଜାୟ ରଖ, ନଚେତ୍ ଆପଣ ଜାଣିପାରିବେ ନାହିଁ ଯେ ଏହି ବ୍ୟକ୍ତି କେତେବେଳେ ଆପଣଙ୍କ ପଛରେ ଛୁରୀ ମାରିବ। ଗୁରୁଜୀ ଆପଣଙ୍କ ସହିତ ଏହି 3 ପ୍ରକାରର ଉପକାର ବାଣ୍ଟିବାକୁ ଚାହାନ୍ତି। ଏହି ଉପାୟ ଗୁଡିକ ଆପଣ ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବେ, ଆପଣଙ୍କର ଶତ୍ରୁମାନଙ୍କୁ ନିପାତ କରିପାରିବେ ଏବଂ ସ୍ୱପ୍ନରେ କେବେ କଳ୍ପନା କରିନଥିବା ଧନ ଅର୍ଜନ କରିବେ। ଆପଣଙ୍କୁ କଣ କରିବାକୁ ପଡିବ? ଆପଣଙ୍କ ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ଲୁଣ ଏବଂ କର୍ପୂର ଜାଳିବା ଉଚିତ। ଏହା ଆପଣଙ୍କୁ ନକାରାତ୍ମକ ଶକ୍ତି ଏବଂ ଈର୍ଷାରୁ ସୁରକ୍ଷା ପ୍ରଦାନ କରେ। ମଙ୍ଗଳବାର ଏବଂ ଶନିବାର ଦିନ ଆପଣ ହନୁମାନ ଚାଳିସା କିମ୍ବା ହନୁମାନ ଅଷ୍ଟକ ପାଠ କରିବା ଉଚିତ। ଏହା କରିବା ଦ୍ୱାରା ଆପଣ ଶନି, ରାହୁ ଏବଂ ଅନ୍ୟ ସମସ୍ତ ଅଶୁଭ ଗ୍ରହର ପ୍ରତିକୂଳ ପ୍ରଭାବରୁ ରକ୍ଷା ପାଇପାରିବେ। ଆପଣ ଯେଉଁଠାରେ କାମ କରନ୍ତି କିମ୍ବା ବିଶେଷ ଭାବରେ ଆପଣଙ୍କ ଘର ଭିତରେ ଆପଣଙ୍କୁ ଏକ ଓସ୍ତପତ୍ର ରଖିବାକୁ ପଡିବ। ଏହି ଅଭ୍ୟାସ କୁଦୃଷ୍ଟିର ପ୍ରଭାବରୁ ଯଥେଷ୍ଟ ହ୍ରାସ କରିବ ଏବଂ ବିଶ୍ୱାସଘାତକତା କିମ୍ବା ପ୍ରତାରଣାର ସମ୍ଭାବନାକୁ ହ୍ରାସ କରିବ। ଏହା ସହିତ ଗୁରୁଜୀ ଏକ ନଡ଼ିଆ ସହିତ ଜଡ଼ିତ ଏକ ଶକ୍ତିଶାଳୀ ଏବଂ ବିଶେଷ ପ୍ରତିକାର ବାଣ୍ଟିବାକୁ ଚାହାନ୍ତି। ଆପଣଙ୍କୁ ଏକ ନଡ଼ିଆ ନେବାକୁ ପଡିବ, ଏହାକୁ ନିଜ ଚାରିପାଖରେ 21 ଥର ବୁଲାଇବାକୁ ପଡିବ ଏବଂ ତାପରେ ଏହାକୁ ପ୍ରବାହିତ ପାଣିରେ ଆପଣଙ୍କୁ ପ୍ରବାହିତ କରିଦେବାକୁ ପଡିବ। ଏହା ଆପଣଙ୍କ ଉପରେ ଥିବା ସମସ୍ତ ଦୁର୍ଭାଗ୍ୟ ଏବଂ କଷ୍ଟକୁ ଦୂର କରିଦେବ। ଯେକୌଣସି ନକାରାତ୍ମକ ପ୍ରଭାବ, ତାହା ତନ୍ତ୍ର ମନ୍ତ୍ର କିମ୍ବା ଅନ୍ୟାନ୍ୟ ପୂଜା ପାଠରୁ ହେଉ, ତାହା ନିରପେକ୍ଷ ହୋଇଯିବ। ଏହି ନଡ଼ିଆ ସହିତ ସେହି ନକାରାତ୍ମକ ଶକ୍ତି ଗୁଡିକ ପାଣିରେ ବୋହିଯିବ। ଏହା ବ୍ୟତୀତ ପ୍ରତିଦିନ ଶୋଇବା ପୂର୍ବରୁ ସେହି ଦିନ କିଏ ତୁମ ସହିତ ଖରାପ ବ୍ୟବହାର କରିଥିଲା, କିଏ ତୁମ ପ୍ରତି ଅନ୍ୟାୟ କରିଥିଲା କିମ୍ବା କିଏ ତୁମ ସହିତ କଠୋର ଭାବରେ କଥା ହୋଇଥିଲା, ତାହା ପ୍ରତି ଚିନ୍ତନ କରିବାକୁ ଚେଷ୍ଟା କର। ଏହି ଅଭ୍ୟାସ ଆପଣଙ୍କୁ ଆଗାମୀ ଦିନରେ ଚିହ୍ନିବାକୁ ସକ୍ଷମ କରିବ ଯେ କିଏ ତୁମ ସହିତ ଖେଳ ଖେଳୁଛି, କିଏ ତୁମ ବିଷୟରେ ଖରାପ କଥା କହୁଛି ଏବଂ କିଏ ତୁମକୁ ବାରମ୍ବାର ଅନ୍ୟାୟ କରୁଛି। ଏମାନେ ହିଁ ସେହି ବିଶ୍ୱାସଘାତକ ମାନଙ୍କ ପ୍ରତି ଆପଣଙ୍କୁ ସତର୍କ ରହିବାକୁ ପଡିବ। ଯଦି ଆପଣ କାହା ଉପରେ ବିଶ୍ୱାସ ରଖିବାକୁ ଚାହାନ୍ତି, ତେବେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରନ୍ତୁ। ନା କହିବାର ଅଭ୍ୟାସ କରନ୍ତୁ, କାରଣ ଏହା ଆପଣଙ୍କର ସୁରକ୍ଷାର ସର୍ବୋତ୍ତମ ଢାଲ। ଏହା ଆପଣଙ୍କର ସମୟ ଏବଂ ଟଙ୍କା ଉଭୟ ବଞ୍ଚାଇବ ଏବଂ ଏହା ଆପଣଙ୍କର ଭାବନାକୁ ଆଘାତ ହେବାରୁ ରକ୍ଷା କରିବ। ଯଥାସମ୍ଭବ ଲୋକମାନଙ୍କୁ ନା କହିବାକୁ ଅଭ୍ୟାସ କରନ୍ତୁ। ତୁମର ପବିତ୍ର ହୃଦୟ ସ୍ୱଭାବ ଯୋଗୁଁ ତୁମେ ପ୍ରାୟତଃ ଲୋକଙ୍କ ଅନୁରୋଧରେ ରାଜି ହେଉଛ, ସେମାନଙ୍କ କାମ କରିବାକୁ, ସେମାନଙ୍କ ସହିତ କୌଣସି ସ୍ଥାନକୁ ଯିବାକୁ କିମ୍ବା ସେମାନଙ୍କୁ ଟଙ୍କା ଋଣ ଦେବାକୁ ପ୍ରତିଶ୍ରୁତି ଦେଇ, କିନ୍ତୁ ପରେ ଜାଣିପାରିବ ଯେ ତୁମର ସମୟ ନଷ୍ଟ ହୋଇଛି, ତୁମର ଟଙ୍କା ଫେରି ପାଇନାହିଁ ଏବଂ ଏହି ବ୍ୟକ୍ତିମାନେ ସମାଜରେ ତୁମର ପ୍ରତିଷ୍ଠାକୁ କଳଙ୍କିତ କରୁଛନ୍ତି। ନା କହିବାର ଅଭ୍ୟାସ କରି ତୁମେ ସମସ୍ତ ପ୍ରକାରର ପାରିବାରିକ ରାଜନୀତି ଏବଂ ଷଡ଼ଯନ୍ତ୍ରରୁ ସୁରକ୍ଷିତ ରହିବ।